ଏବେ ଆମେ କଥା ହେଲେ ଆସ୍ମାରେ କ'ଣ ହୁଏ, ଆସ୍ମାରେ ଆଉ କ'ଣ କ'ଣ ସିମ୍ପଟମ୍। ଏବେ ମୁଁ ଆପଣଙ୍କୁ ଦୁଇଟି ସରଳ ଓ ସହଜ ବ୍ୟାୟାମ ବତେଇଦେବି ଆସ୍ମା ରୋଗୀମାନଙ୍କ ପାଇଁ। ଯେତେବେଳେ ଆପଣଙ୍କ ରେଗୁଲାର ଯଦି ଆପଣଙ୍କୁ ରେଗୁଲାର କରିବେ ତ ଆପଣଙ୍କର ଆସ୍ମା ଆଟାକ୍ର ଡ୍ୟୁରେସନ୍ ଆଉ ଫ୍ରିକ୍ୱେନ୍ସି କମିଯିବ କିମ୍ବା ଆସ୍ମା ଟାଇମ୍ରେ ହେଉଥିବା ଆପଣଙ୍କ କଷ୍ଟରୁ ଟିକେ ଆପଣଙ୍କୁ କମ୍ କଷ୍ଟ ହେବ। କ'ଣ କରିବେ, ଯେମିତି ଫଟୋରେ ଦିଆଯାଇଛି ସେଇଭଳି ଦୁଇଟି ହାତ ଆପଣଙ୍କର ଗୋଟେ ହାତ ରଖିବେ ପେଟର ଉପରି ଭାଗରେ, ଦୁଇ ନମ୍ବର ହାତ ଛାତି ଉପରେ। এইটাକୁ ଆପଣ ବେଡ଼୍ରେ ମଧ୍ୟ ବସିକି କରିପାରିବେ, ଠିଆ ହେଇ କରିପାରିବେ କିମ୍ବା ଶୋଇକି ମଧ୍ୟ କରିପାରିବେ। ଯେତେବେଳେ ହାତ ରଖିଦେଲେ ତାପରେ ନାକ ବାଟେ ନିଶ୍ୱାସ ନେବେ। ନିଶ୍ୱାସ ନେବେ ଯେତେବେଳେ ଫିଲ୍ କରିବେ ଆପଣ କି ଆପଣଙ୍କ ପେଟ ଉପରେ ହାତଟି ଆଗକୁ ମୁଭ୍ ହେଉଛି, ମାନେ ପେଟଟି ଆଗକୁ ଫୁଲୁଛି, କିନ୍ତୁ ଛାତି ଉପରେ ଥିବା ହାତଟି ସେମିତି ଷ୍ଟେବୁଲ୍ ଅଛି, ସେଥିରେ କୌଣସି ମୁଭମେଣ୍ଟ ହେଉନାହିଁ। ଯଦି ଏହିପରି ଭାବେ କରୁଛନ୍ତି ତାମାନେ ଆପଣ ଠିକ୍ କରୁଛନ୍ତି। ନାକ ବାଟେ ନିଶ୍ୱାସ ନେବେ, ଚେଷ୍ଟା କରିବେ ନିଶ୍ୱାସକୁ 2ରୁ 3 ସେକେଣ୍ଡ ହୋଲ୍ଡ କରିବା ପାଇଁ, ତାପରେ ନାକ ବାଟେ ନିଶ୍ୱାସ ପୁଣି ଛାଡ଼ିଦେବେ। ନିଶ୍ୱାସ ଛାଡ଼ିବେ ସେତେବେଳେ ମଧ୍ୟ ଫିଲ୍ କରିବେ ଯେଉଁ ପେଟଟି ଆଗକୁ ଫୁଲିକି ଥିଲା ସେ ପୁଣି ପେଟଟି ଭିତରକୁ ପଶିବ ଭଳି ଫିଲ୍ ହେବ, ତାମାନେ ଆପଣ ଏକ୍ସରସାଇଜ୍ ଠିକ୍ ଅଛି। ଏଇଭଳି ସକାଳେ ଆଉ ସଞ୍ଜବେଳେ 10ରୁ 15 ଥର ଲେଖା ଡେଲି କରିବେ। 2 ନମ୍ବର କ'ଣ କରିବେ, ଗୋଟେ ଚେୟାରରେ ଆରାମସେ ବସିଲେ, ନାକ ବାଟେ ନିଶ୍ୱାସକୁ ନେଲେ, ତାପରେ 2 ନାକକୁ ବନ୍ଦ କରିଦେବେ। ଭିତରେ ଚେଷ୍ଟା କରିବେ 2ରୁ 3 ସେକେଣ୍ଡ ନିଶ୍ୱାସକୁ ହୋଲ୍ଡ କରିବା ପାଇଁ, ତାପରେ ପାଟି ବାଟେ ନିଶ୍ୱାସକୁ ଛାଡ଼ିବେ। କିନ୍ତୁ ଯେଉଁଭଳିଆ ଫଟୋରେ ଦିଆଯାଇଛି ପାଟିକୁ ହୁଇସିଲ୍ ଭଳି ଗୋଟେ ସେପ୍ର କରିବେ, ଯେମିତି ଫଟୋରେ କରିଛି ସେଇଭଳି ଧୀରେ ଧୀରେ କରି ପାଟି ପଟେ ନିଶ୍ୱାସକୁ ଛାଡ଼ିବେ। 2ରୁ 3 ସେକେଣ୍ଡ ଚେଷ୍ଟା କରିବେ ହୋଲ୍ଡ କରିବା ପାଇଁ, କିମ୍ବା ଯଦି କରିପାରୁଛନ୍ତି ମ୍ୟାକ୍ସିମମ୍ 5 ସେକେଣ୍ଡ। ଏଇଭଳି ସକାଳେ ଆଉ ସଞ୍ଜବେଳେ 10ରୁ 15 ଥର କରିବେ। ଏବେ ମୁଁ ଆପଣଙ୍କୁ କହିଲି କ'ଣ କ'ଣ ଏକ୍ସରସାଇଜ୍ କରିବେ। ଯଦି ଆପଣଙ୍କୁ ସଡନ୍ଲି କେବେ ଆସ୍ମା ଆଟାକ୍ ହେଇଛି, ଆପଣ ମେଡ଼ିସିନ ଖାଇବା ଗୋଟେ ଟାଇମ୍ ଲାଗୁଛି କି ମେଡ଼ିସିନ ପାଖରେ ନାହିଁ କିମ୍ବା ହସ୍ପିଟାଲ ଯିବା ପାଇଁ ଟାଇମ୍ ଲାଗୁଛି, ତ ସେଇ ଟାଇମ୍ ଭିତରେ ମୁଁ ଯେଉଁଭଳିଆ ପିକ୍ଚରରେ ଦେଖେଇଛି ପୋଜିସନ୍ ଗୁଡ଼ାକ, ଏଇଥିରୁ କୌଣସି ଗୋଟେ ପୋଜିସନ୍ରେ ଯଦି ଆପଣ ନିଜକୁ ରଖିବେ ତ ଆପଣଙ୍କୁ ଟିକେ ଆସ୍ମାର ଆଟାକ୍ କମିଯିବ କିମ୍ବା ଆପଣଙ୍କୁ ଟିକେ ରିଲାକ୍ସ ଲାଗିବ। ହସ୍ପିଟାଲ ଯିବା ପର୍ଯ୍ୟନ୍ତ କିମ୍ବା ମେଡ଼ିସିନ ଖାଇଲା ପର୍ଯ୍ୟନ୍ତ ଏହା ପୋଜିସନ୍ ଆପଣ ମେଣ୍ଟେନ୍ କରିପାରିବେ।